ଖାଦାନରୁ ଜବତ ହେଲା ଜେସିପି ଓ ଡମ୍ଫର। ବାରମ୍ବାର ବେଆଇନ ଖାଦାନ ଉପରେ ଚଢ଼ାଉ କରି ଗାଡ଼ି ଜବତ ହେଉଥିଲେ ସୁଦ୍ଧା ଏବେ ବି ମାଫିଆ କରୁଛନ୍ତି ବେଆଇନ ଲୁଟ୍, ଯାହାକୁ ନେଇ ଆଜି ସକାଳୁ ତହସିଲ, ବନ ବିଭାଗ ଏବଂ ପୋଲିସ ମିଳିତ ଭାବେ ସାରିସୁଆ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ କରିଛନ୍ତି। ଖାଦାନ ଭିତରେ ବେଆଇନ ପଥର ବ୍ଲାଷ୍ଟିଂ ସହିତ ପଥର ଚୋରାଚାଲାଣ ହେଉଥିବା ବେଳେ ଆଜି ଚଢ଼ାଉ ସମୟରେ ଅଧିକାରୀଙ୍କୁ ଦେଖି ମାଫିଆ ଚମ୍ପଟ ମାରିଥିବା ବେଳେ 2 ଗୋଟି ପଥର ବୋଝେଇ ଡମ୍ପର ଏବଂ 2 ଗୋଟି ଜେସିପି ଜବତ କରିଛି ପ୍ରଶାସନ। ଏଥିସହିତ ଗୋଟିଏ ଡମ୍ଫରର ଡ୍ରାଇଭରକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ତେବେ ଏସଡିପିଓ କପ୍ତିପଦା, ତହସିଲଦାର କପ୍ତିପଦା ରେଞ୍ଜରଙ୍କ ସମେତ ପୋଲିସ ଫୋର୍ସ ଚଢ଼ାଉରେ ସାମିଲ ହୋଇଥିଲେ। ଏହି ପଥର ଖାଦାନରେ 2 ମାସ ପୂର୍ବରୁ ଡିସେମ୍ବର 4ରେ ଚଢ଼ାଉ କରି ଗୋଟିଏ ଜେସିପି ଏବଂ 6 ଗୋଟି ଡମ୍ଫର ଜବତ ହୋଇଥିଲା। ହେଲେ ତାପରେ ମଧ୍ୟ ମାଫିଆମାନେ ପଥର ଲୁଟି ଚାଲିଥିବା ବେଳେ ଆଜି ପୁଣି ହୋଇଛି ଚଢ଼ାଉ, ଯେଉଁଥିରୁ ପ୍ରଶାସନକୁ ମାଫିଆ ଖୋଲା ଚ୍ୟାଲେଞ୍ଜ ଦେଉଥିବା ସ୍ପଷ୍ଟ ହୋଇଛି। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।